ଓମ୍ ଶାନ୍ତି। ସର୍ବଧର୍ମ ପିତାଙ୍କର ପିତା, ସର୍ବଗୁରୁଙ୍କର ଗୁରୁ, ସଦ୍ଗୁରୁ ନିରାକାର ପରମାତ୍ମା ଭଗବାନ ଶିବ ପିତାଙ୍କର ଗୁଣଗ୍ରାହୀ ଆତ୍ମିକ ସନ୍ତାନମାନଙ୍କୁ ହୃଦୟର ସହିତ ଶୁଭ ଅଭିନନ୍ଦନ, ଶୁଭେଚ୍ଛା, ସୁସ୍ୱାଗତମ୍, ସୁପ୍ରଭାତ। କଥାରେ ଅଛି, କହିଦେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ। ବର୍ତ୍ତମାନ ସମାଜରେ ମନୁଷ୍ୟ ସବ୍‌ଜାନ୍ତା ନୀତିରେ ନିଜକୁ ଅତି ବୁଦ୍ଧିମାନ ଭାବି ସବୁକିଛି କରିପକାନ୍ତି। ଯେତେବେଳେ କଥା ବିଗିଡ଼ିଯାଏ, ସେତେବେଳେ ବୁଦ୍ଧି ବାଟ ନ ପାଇ ଗଧପାଦ ଧରିବା ଭଳି ଅବସ୍ଥା ହୋଇଯାଏ। ୟା ପାଖକୁ ତା ପାଖକୁ ଧାଇଁଥାନ୍ତି ସେଥିରୁ ମୁକ୍ତ ହେବା ପାଇଁ। ଶେଷରେ ଭଗବାନଙ୍କୁ କହିଥାନ୍ତି, ପ୍ରଭୁ ଦୟା କରନ୍ତୁ, କୃପା କରନ୍ତୁ। ମୋର ଜଣେ ବାଲ୍ୟ ସହପାଠୀ ଅଧୁନା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ, ତା ସହିତ ଏକ NGO ସଂସ୍ଥାର ମଧ୍ୟ ମୁଖ୍ୟ। ବିଭିନ୍ନ ପ୍ରକଳ୍ପକୁ ତାଙ୍କ ସଂସ୍ଥା ମାଧ୍ୟମରେ ହାତକୁ ନେଇ ଅନେକ ସରକାରୀ ବେସରକାରୀ ଅର୍ଥକୁ ଆତ୍ମସାତ କରିବାରେ ସିଦ୍ଧହସ୍ତ। ଏପଟେ ବିଭିନ୍ନ ଧାର୍ମିକ ଅନୁଷ୍ଠାନମାନ ଆୟୋଜନ କରି ସେଥିରୁ ମଧ୍ୟ ସଂସ୍ଥା ମାଧ୍ୟମରେ ଦେଶ ବିଦେଶରୁ ବହୁ ଅର୍ଥ ଉପାର୍ଜନ କରନ୍ତି। କିନ୍ତୁ ମଜାଦାର କଥା ହେଉଛି, ପ୍ରତିବର୍ଷ 15 ଦିନ ପାଇଁ ହେଉ ବା 1 ମାସ ପାଇଁ ହେଉ ବିଭିନ୍ନ ତୀର୍ଥସ୍ଥାନମାନଙ୍କୁ ଭ୍ରମଣ କରିବାକୁ ଯାଇଥାନ୍ତି। ଏକଦା ମୋତେ କହିଲେ, ବନ୍ଧୁ ଚାଲ ଏଥର ବଦ୍ରିନାଥ ଦର୍ଶନରେ ଯିବା। ମୁଁ କହିଲି, ବନ୍ଧୁ ତୁମେ ପ୍ରତିବର୍ଷ ତୀର୍ଥରେ ଯାଉଛ, ଏମିତିରେ ତୁମର ତୀର୍ଥ କରିବାର ବୟସ ମଧ୍ୟ ହୋଇନାହିଁ, ଏହାର ରହସ୍ୟ କ'ଣ? ବନ୍ଧୁ ଜଣକ ହସି ହସି କହିଲେ, ଆରେ ପ୍ରତିବର୍ଷ ଏଇଥିପାଇଁ ଯାଉଛି କି ବର୍ଷ ସାରା ଯେଉଁ ଦୁର୍ନୀତି କରୁଛି ଅନ୍ତତଃ କିଛି ତ ପୁଣ୍ୟ ଫଳ ଦ୍ୱାରା ଧୋଇ ହୋଇଯିବ। ବନ୍ଧୁଙ୍କର ମାନସିକତାକୁ ମୁଁ କେଉଁଭଳି ଭାବରେ ଗ୍ରହଣ କରିଥିବି ଆପଣମାନେ ବୁଝିପାରୁଥିବେ। ମୁଁ ହସିବି କି ତାଙ୍କର ମୂର୍ଖତା ହେଉ ବା ଅତି ଚତୁରପଣିଆର ଅନ୍ଧପୁଟୁଳିକୁ ଖୋଲିବି ଚିନ୍ତା କରୁଥିଲି। ତେବେ ଏହି ଉପାଖ୍ୟାନଟି ବର୍ତ୍ତମାନ ସମାଜର ସଂଖ୍ୟାଧିକ ବ୍ୟକ୍ତିଙ୍କର କହିଲେ ଅତ୍ୟୁକ୍ତି ହେବ ନାହିଁ। ଜାଣତରେ ହେଉ ବା ଅଜାଣତରେ ଅନେକ ଅନ୍ୟାୟ, ଅନୀତି, ଦୁର୍ନୀତି କରି ଚାଲିଛନ୍ତି। ସେପଟେ ଭକ୍ତ ସାଜି ଭକ୍ତି କରିବାରେ ଊଣା କରୁନାହାନ୍ତି। କୁହାଯାଏ ନା, ଗୋଇଠା ମାରି ପୁଣି ମୁଣ୍ଡିଆ ମାରିବା କାମ। ଯେମିତି ସମାଜରେ ତଥାକଥିତ ପଣ୍ଡିତମାନେ ମଧ୍ୟ ଦୋକାନ ଖୋଲି ବସିଛନ୍ତି ସେମାନଙ୍କର, କି ଦୁନିଆରେ ଏମିତି କୌଣସି ପ୍ରକାର ଭୁଲ ବା ପାପ ନାହିଁ ଯାହାର ନିବାରଣ ସେମାନେ କରିପାରିବେ ନାହିଁ। ସବୁ ନିବାରଣ କରିବାର ଉପାୟ ସେମାନଙ୍କୁ ଜଣା। ପାପ କର, ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ପାପମୁକ୍ତ ହେବାର ପରମ୍ପରାକୁ ଆପଣେଇ ନିଅ। ଯଦି ଏହିଭଳି ହେଇପାରୁଥାନ୍ତା, ତେବେ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ତ ପୁଣ୍ୟବାନ ହେଇଯାଇଥାନ୍ତେ, ଦୁନିଆଟା ସ୍ୱର୍ଗ ହେଇଥାନ୍ତା। ବାଃ ମଣିଷ ବାଃ, ଧନ୍ୟ ତୁମର ମାନସିକତା। ଗୀତରେ ଅଛି ନା, ଦେଖ ତେରେ ସଂସାର କି ହାଲତ क्या हो गई भगवान, कितना बदल गया इंसान। ଅର୍ଥାତ୍ ଭଗବାନ ଯେଉଁ ସୁଖ ଶାନ୍ତିପୂର୍ଣ୍ଣ ଦୁନିଆ ବା ସତ୍ୟଯୁଗୀ ସ୍ୱର୍ଗ ଦୁନିଆ ଗଢ଼ି ମନୁଷ୍ୟମାନଙ୍କୁ ଦୈବୀଗୁଣ ସମ୍ପନ୍ନ କରି ଛାଡ଼ିଥିଲେ, ଆଜି ସେଇ ମଣିଷ
କେତେ ବଦଳି ଯାଇଛି, କେତେ ତଳସ୍ତରକୁ ଚାଲି ଆସିଛି। ସେଥିପାଇଁ ଭଗବାନ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ପୁନଶ୍ଚ ଆସି କହୁଛନ୍ତି, ହେ ମୋର ମିଠା ସନ୍ତାନଗଣ, ମୋ ଶ୍ରୀମତରେ କେବେ ହେଲେ ତୁମର ମନମତ ବା ପରମତ ମିଶାଅ ନାହିଁ। ମନମତରେ ଚାଲିବା ଅର୍ଥାତ୍ ନିଜର ଭାଗ୍ୟରେ ପୂର୍ଣ୍ଣଚ୍ଛେଦ ଲଗେଇଦେବା। ନିଜେ ଭୁଲ କରି ପୁନଶ୍ଚ ଭଗବାନଙ୍କ ପାଖରେ ଦୟା ବା କୃପା ଭିକ୍ଷା କରିବା ଅଜ୍ଞାନତା ଛଡ଼ା ଆଉ କ'ଣ ହେଇପାରେ? ଅନେକ ସନ୍ତାନ କହୁଛନ୍ତି ଯେ ବାବା, ମୋର ରୋଗକୁ ଭଲ କରିଦିଅନ୍ତୁ, ଟିକିଏ କୃପା କରିଦିଅନ୍ତୁ। ବାବା କହୁଛନ୍ତି, ଏହି କର୍ମେନ୍ଦ୍ରିୟ ଗୁଡ଼ିକ ତ ପୁରୁଣା ହେଇଗଲାଣି, ତେଣୁ ଅଳ୍ପ ବହୁତ ତ କଷ୍ଟ ନିଶ୍ଚିନ୍ତ ହେବ। ଏଥିରେ ଭଗବାନ କ'ଣ କରିପାରିବେ? କେହି ଯଦି ମୃତ୍ୟୁବରଣ କରେ ବା ଦେବାଳିଆ ହେଇଯାଏ, ତେବେ ଏଥିରେ ବାବାଙ୍କୁ କୃପା କାହିଁକି ମାଗୁଛ? ଏସବୁ ତ ତୁମର କର୍ମର ହିସାବ କିତାବ। ହଁ, ଯୋଗ ବଳ ଦ୍ୱାରା ତୁମର ଆୟୁଷ ବଢ଼ିପାରିବ। ତେଣୁ ଯେତେ ଦୂର ସମ୍ଭବ ଯୋଗ ବଳ ଦ୍ୱାରା ନିଜର କାମ ହାସଲ କରିନେବା ବୁଦ୍ଧିମାନର କାର୍ଯ୍ୟ। ସମୟ କମ୍, ଲମ୍ବା ରାସ୍ତା। ତେଣୁ ସମୟକୁ କେବେ ହେଲେ ବ୍ୟର୍ଥରେ ଯିବାକୁ ଦେବା ଅନୁଚିତ। ଭଗବାନ ଶିବ ବାବାଙ୍କ ସମାନ ନିରହଙ୍କାରୀ ହୋଇ ସାରା ଦୁନିଆର ସେବା କରିବା ଦରକାର। ଭଗବାନ ଯିଏକି ନିରାକାର, ନା ତାଙ୍କର ଦେହ ଅଛି, ସେଥିପାଇଁ ନା ତାଙ୍କର ଖାଦ୍ୟ ଆବଶ୍ୟକତା ଅଛି, ନା ରହିବା ପାଇଁ ଜାଗା ମଧ୍ୟ ଆବଶ୍ୟକତା ରହିଛି। କୌଣସି ଜିନିଷର ଆବଶ୍ୟକତା ନଥାଇ ନିଜର ଆତ୍ମିକ ସନ୍ତାନମାନଙ୍କୁ କେତେ ନିରହଙ୍କାରୀ ହେଇ ସେମାନଙ୍କର ସେବା କରୁଛନ୍ତି, ଅର୍ଥାତ୍ ତମ ପ୍ରଧାନରୁ ସମ୍ପୂର୍ଣ୍ଣ ଶତପ୍ରଧାନ ଦୈବୀ ଗୁଣ ସମ୍ପନ୍ନ କରାଇ ସୁଖ ଶାନ୍ତିର ରାଜ୍ୟ ପ୍ରଦାନ କରୁଛନ୍ତି। ତେଣୁ ସେହିଭଳି ତାଙ୍କର ସନ୍ତାନ ହିସାବରେ ଆତ୍ମାମାନଙ୍କୁ ମଧ୍ୟ ସେହିଭଳି ନିରହଙ୍କାରୀ ହୋଇ ସାରା ବିଶ୍ୱର ସେବା କରିବା ଦରକାର। ବାବାଙ୍କ ଠାରୁ ଯେଉଁ ସବୁ ସେବା ନେଉଛ, ହୃଦୟର ସହିତ ତାର ପ୍ରତିଦାନ ଦେବା ଉଚିତ। ବହୁତ ବହୁତ ମିଠା ସ୍ୱଭାବଯୁକ୍ତ ହେବା ଆବଶ୍ୟକ। କେବଳ ଖାଇବା, ପିଇବା, ଶୋଇବା ବା ବୁଲିବାରେ ସମୟ ନଷ୍ଟ କରିବା ଉଚିତ ନୁହେଁ। ନିରାକାର ଶିବ ବାବାଙ୍କର ଗଳାର ହାର ହେବା ପାଇଁ ଯୋଗ ଏବଂ ସେବାରେ ପ୍ରତିଯୋଗିତା କରିବା ଦରକାର। ଏଭଳି ଆତ୍ମିକ ଅଭ୍ୟାସ ହେଉ ଯେପରି ନିଜର ଏହି ଦେହ ମଧ୍ୟ ମନେ ନ ପଡ଼ୁ। ବାବା କହୁଛନ୍ତି, ଏହି ସୃଷ୍ଟି ନାଟକର ପ୍ରତ୍ୟେକ ରହସ୍ୟକୁ ଜାଣି ସର୍ବଦା ରାଜି, ଖୁସି ବା ଆନନ୍ଦରେ ରହୁଥିବା ଜ୍ଞାନବାନ ତ୍ରିକାଳଦର୍ଶୀ ଆତ୍ମା ହୁଅ। ଜ୍ଞାନବାନ ଆତ୍ମାଙ୍କୁ କିଏ ଗାଳି ଦେଉ ବା ଅପମାନ ଦେଉ, କିନ୍ତୁ ସେମାନେ ନିଜର ଖୁସିରେ ମସ୍ତ ରହିଥାନ୍ତି, କାରଣ ସେମାନେ ଏହି ସୃଷ୍ଟି ନାଟକର ରହସ୍ୟକୁ ଜାଣିଛନ୍ତି। ସର୍ବଦା ସ୍ମୃତିରେ ରଖିବା ଦରକାର କି ଯଦି ଭଗବାନଙ୍କର ସନ୍ତାନ ହୋଇ ଖୁସି ରାଜି ରହିପାରିବି ନାହିଁ, ତ ଆଉ କେବେ ରହିବି? ସର୍ବଦା ଖୁସିରେ ରୁହ, ଖୁସି ବାଣ୍ଟି ଚାଲ। ଯେଉଁମାନେ ବ୍ୟର୍ଥଠାରୁ ସର୍ବଦା ଦୂରରେ ରହିଥାନ୍ତି, ସେହିମାନେ ହିଁ ସଚ୍ଚା ସଚ୍ଚା ମହାତ୍ମା ଅଟନ୍ତି। ଆଚ୍ଛା, ଆଜି ପାଇଁ
ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା, ଧାରଣ କରିବା, ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱର ପରିବର୍ତ୍ତନ କାର୍ଯ୍ୟରେ ନିଜକୁ ସହଯୋଗୀ କରିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।